ମାନେ ତୁମେମାନେ ବାରମ୍ବାର ପଚାରୁଥିଲ ଯେ ସାର୍ ଯୋଉ ହାଇସ୍କୁଲରେ ରହୁଛି କାରଣ ବହୁତ ସାରା ପିଲାଙ୍କର ସେଇ ଗୋଟେ ସେମ୍ କମେଣ୍ଟ ଆସୁଥିଲା ଯେ ସାର୍ ଯୋଉ ହାଇସ୍କୁଲ ଗୁଡ଼ିକରେ ଆପଣ ଯୋଉ କହିଥିଲେ ସେଠି ଭେକେନ୍ସି କେବେ ଆସିବ? ଦେଖ ମୁଁ ତୁମକୁ ପୂର୍ବରୁ ବି କହିଥିଲି ଯେ ତୁମର ଯୋଉ ମୁଖ୍ୟ ଶାସନ ସଚିବ ରହିଛନ୍ତି ସିଏ ତୁମକୁ କହିଥିଲେ ଯେ ଜୁଲାଇ ମାସ ସୁଦ୍ଧା ଯେତିକି ଯେମିତି ଗଭର୍ଣ୍ଣମେଣ୍ଟ ଯେତେବେଳେ ପ୍ରଥମେ ଆସିଥିଲା ସିଏ କହିଥିଲେ ଯେ 65,000 ଭେକେନ୍ସି ସେମାନେ ଦେବେ 2 ବର୍ଷ ଭିତରେ। କିନ୍ତୁ ତା ମଧ୍ୟରୁ ସେମାନେ ଯାହା ବି ହଉ ସତ ହଉ ମିଛ ହଉ ସେମାନେ କହିସାରିଛନ୍ତି ଯେ ସେମାନେ ଅଲରେଡି 38,000 ଭେକେନ୍ସି ଦେଇ ସାରିଲେଣି। ଯୋଉଟାକି ତମର ବିଜେଡି ସମୟରେ ଯୋଉ ଜୁନିୟର ଟିଚର ହଉ ସେମାନେ ସେଇ ଭେକେନ୍ସି ଗୁଡ଼ିକୁ କାଉଣ୍ଟ କରିକି ଆକୁ 38,000 କରିଦେଇଛନ୍ତି। କିନ୍ତୁ ତାପରେ ବି ତମର ଭେକେନ୍ସି ଖାଲି ରହୁନି ସେଥିପାଇଁ ଯୋଉ ରିମେନିଂ ଭେକେନ୍ସି ଯାହା ବି ଆଉ 30 ପାଖାପାଖି ହଜାର ଭେକେନ୍ସି ରହିଛି ସେଟା ତୁମର ସେମାନେ ପ୍ଲାନ କରିଛନ୍ତି ଯେ ଜୁଲାଇ ମାସ ଭିତରେ ତୁମର ଭେକେନ୍ସି ଆସିବ। ତ ଏଇଠି ତୁମେ ଦେଖ ଡେଟ୍ ଦେଖିଦିଅ ତୁମେ 20/2/2026ରେ ତମର ଯୋଉ ଡେଟ୍ ଯୋଉ ରହିଛି ଏଠି ତୁମର ଗୋଟେ ନୋଟିସ୍ ଆସିଛି ଯେ 15,000 ଟିଚର ତମର ବର୍ତ୍ତମାନ ସମୟରେ ଭେକେନ୍ସି ଆସିବ। 15,000 ଟିଚର ଟୋଟାଲ ଭେକେନ୍ସି ତମର 15,000 ଟିଚରର ଭେକେନ୍ସି ଏଠି ରହିବ। ତ ଏଠି ଦେଖ କଣ ଲେଖାଯାଇଛି ଯେ ଯୋଉ ସାଗର ଚରଣ ଦାସ ଯୋଉଟାକି ତମର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ତମର ବର୍ତ୍ତମାନ ଚାଲିଛି ସିଏ ତମର କହିଲେ ଯେ ଟୋଟାଲ ତମର ଯୋଉ ଜୁନିୟର ଟିଚର ବା ଯୋଉ ଜେଟି ଭେକେନ୍ସି ରହୁଛି ଏଟା ତୁମର ବର୍ତ୍ତମାନ ସମୟରେ ଫିଲଅପ ହବ ଏବଂ ଏଟା ଖାଲି ଜେଟି ନୁହେଁ ଏଟା ତୁମର ଜେଟି ପ୍ଲସ ତୁମର ହଉଛି ଆରଏସଟି ତା ସହିତ ତୁମର ଯୋଉ ମାନେ ଯୋଉ ଆଉ ଯୋଉ ସ୍କୁଲ ଗୁଡ଼ିକରେ ରହିଛି ସବୁ ମିଶିକି ତମର 15,000 ପ୍ଲସ ଟିଚର ଭେକେନ୍ସି ତମର ଏଠି ଆସିବ ବୋଲି ସେମାନେ କହିଛନ୍ତି। କିଛି ତୁମର ହେଇଛି ଆଉ କିଛି ଆସିବ। ତା ସହିତ ପିଲାମାନେ ତମର ଆଉ କଣ ରହିଛି ଦେଖ ଯେ ଇନଫର୍ମେସନ ଅନ ଭେକେନ୍ସି ପୋଜିସନ ଯେ କେତେ ଭେକେନ୍ସି ରହିଛି ଅନ ଟିଚର୍ସ ୱାର୍କିଂ ଅନ ଗଭର୍ଣ୍ଣମେଣ୍ଟ ସେକେଣ୍ଡାରୀ ହେଲା ଯେ ତମର ଭେକେନ୍ସି ପୋଜିସନ ଏଣ୍ଡ ତୁମର କେତେ କାମ ରହୁଛନ୍ତି ତାକୁ ଏଟା ଅଛି। ଯୋଉଠି ଦେଖ ତମର ଟିଜିଟି ଆର୍ଟସ ପାଇଁ ଭେକେନ୍ସି ରହୁଛି 991ଟି, ଟିଜିଟି ପିସିଏମ ପାଇଁ ଭେକେନ୍ସି ରହୁଛି 822ଟି, ଟିଜିଟି ସିଭିଜେଡ୍ ପାଇଁ ତୁମର 575, ହିନ୍ଦୀ ପାଇଁ ତୁମର 1383, ସଂସ୍କୃତ ପାଇଁ ତୁମର 803, ପିଇଟି ପାଇଁ 959, ତେଲୁଗୁ ପାଇଁ 21, ଉର୍ଦ୍ଦୁ ପାଇଁ 11, ଟୋଟାଲ 5,565ଟି ତୁମର ଭେକେନ୍ସି ରହୁଛି। ତମେ କହିବ ସାର୍ ଏଟା ତ ଆପଣ କହିଲେ ଟିଚିଂ ଷ୍ଟାଫ ନନ୍ ଟିଚିଂ ଷ୍ଟାଫ ଯୋଉ ଆପଣ କହିଲେ ଏଟା ଆପଣଙ୍କର କଣ ରହୁଛି କେବେ କଣ ମାନେ କେତେ କଣ ଭେକେନ୍ସି ରହୁଛି କେବେ ଆସିବ ସେ ବିଷୟରେ କୁହନ୍ତୁ ମୁଁ ସେ ବିଷୟରେ କହିବି। କିନ୍ତୁ ତା ପୂର୍ବରୁ ଗୋଟେ ଛୋଟ ଇନଫର୍ମେସନ ଦେବି ପିଲାମାନେ ଆମର ଯୋଉ ରହିଛି ବର୍ତ୍ତମାନ ସମୟରେ ପ୍ରତିଜ୍ଞା ପେଜ ଯୋଉଟା କି ଆରଆଇ ଏଆରଆଇ ଅମିନ ପାଇଁ ବର୍ତ୍ତମାନ ସମୟରେ ଷ୍ଟାର୍ଟ ହେଇଯାଇଛି। ତମେ ଯଦି ପ୍ରିପାରେସନ କରିବା ପାଇଁ ଚାହୁଁଛ ତେବେ ଭିଡିଓ ଡେସ୍କ୍ରିପସନରେ ଲିଙ୍କ ଅଛି ସେଠୁ ଯାଇକି ପ୍ରିପାରେସନ କରିପାରିବ। ନୂଆ ବେଚ୍ ଆମର ଷ୍ଟାର୍ଟ ହେଇଛି ତେଣୁ ତମେ ମାନେ ଏଠୁ ପ୍ରିପାରେସନକୁ ଷ୍ଟାର୍ଟ କରିପାରିବ। ଏଠି ଦେଖ ତମର ଯୋଉ ହାଇସ୍କୁଲରେ ପିଲାମାନେ ରହୁଛି ଏଟା ତମର ଜୁନିୟର ଆସିଷ୍ଟାଣ୍ଟ। ତମେ କହିବ ସାର୍ ଏଟା କଣ ଏଟା ଗୋଟେ କୋଉ ପ୍ରକାର ପୋଷ୍ଟ ଆମେ ତ ଜାଣିନେ ଜୁନିୟର ଆସିଷ୍ଟାଣ୍ଟ ତମର କୋଉ ପ୍ରକାର ପୋଷ୍ଟ। ଜୁନିୟର ଆସିଷ୍ଟାଣ୍ଟ ପିଲାମାନେ ତମେ ଯୋଉଟା କି ଭାବିବ ଏଟା ତମର ହଉଛି ଗୋଟେ କ୍ଲାରିକାଲ ଲେବୁଲରେ ହେଲା କ୍ଲାରିକାଲ ଲେବୁଲ ଯୋଉ ପୋଷ୍ଟ ଗୁଡ଼ିକ ରହୁଛି ଜୁନିୟର ଆସିଷ୍ଟାଣ୍ଟ ରହୁଛି ହେଲା ବା କ୍ଲର୍କ ତମେ କହିପାରିବ ଜୁନିୟର ଆସିଷ୍ଟାଣ୍ଟ ବା କ୍ଲର୍କ। ଏଠି ତୁମର ନମ୍ବର ଅଫ ସାଂସନ କେତେ ରହିଛି ନମ୍ବର ଅଫ ପୋଜିସନ କେତେ ରହିଛନ୍ତି ନମ୍ବର ଅଫ ସାଂସନ ପିଅନ ଆଉ ନମ୍ବର ଅଫ ମାନେ ତମର ଏଟା ଭେକେନ୍ସି ପୋଜିସନ ଆଉ କେତେ। ଗଭର୍ଣ୍ଣମେଣ୍ଟ ଯୋଉ ତମର ହାଇସ୍କୁଲ ଗୁଡ଼ିକରେ ରହୁଛି ଏଠି ତମର 1,094ଟି ରହୁଛି ଯୋଉଟା କି ପୁରା କମ୍ପ୍ଲିଟଲି ଗଭର୍ଣ୍ଣମେଣ୍ଟ ଏବଂ ପିଅନ ତୁମର ଦେଖ 5,088ଟି। ଯଦି ମୁଁ ଫୁଲି ଏଡେଡ ସ୍କୁଲ କଥା କହିବି ଏଠି ତମର 439ଟି ରହୁଛି ଏବଂ ତା ସହିତ ତମର ଦେଖ ଏଠି ରହିଛି 1,127ଟି ହଉଛି ତମର ପିଅନ ଭେକେନ୍ସି ଏବଂ ନ୍ୟୁଲି ଏଡେଡ ହାଇସ୍କୁଲ ଯୋଉଟା ଯାହାକୁ ଆମେ ବ୍ଲକ ଗ୍ରାଣ୍ଟ ସ୍କୁଲ ବୋଲି କହୁଛୁ ଏଠି ତମର 465ଟି ଭେକେନ୍ସି ରହୁଛି ଏବଂ ତମର 1,434ଟି ରହୁଛି ଏଇଟା। ତ ତମେ କହିବ ସାର୍ ଆପଣ ତ ଭେକେନ୍ସି କହିଦେଲେ ତ ଏଗୁଡିକ ଆସିବ କେବେ ଆମେ ଆପ୍ଲାଏ କେବେ କରିବୁ ସେ ବିଷୟରେ ଟିକେ କୁହନ୍ତୁ। ପିଲାମାନେ ଦେଖ ଏଇ ଯୋଉ ଜବ୍ ଗୁଡ଼ିକ ମୁଁ ତୁମକୁ କହିଲି ଏଗୁଡିକ କେବେ ଆସିବ କେମିତି ତୁମେ ଆପ୍ଲାଏ କରିବ କୋଉମାନେ ଆପ୍ଲାଏ କରିବେ ମୁଁ ସବୁ କିଛି କହିବି। ପ୍ରଥମ କଥା ହେଲା ଏଇ ଯୋଉ ଜୁନିୟର ଆସିଷ୍ଟାଣ୍ଟ ଗୁଡ଼ିକ ପିଲାମାନେ ରହୁଛି ଆ ପାଇଁ ତୁମର କ୍ୱାଲିଫିକେସନ ଯଦି +3 ପାସ୍ ଅଛି ତମେ ମାନେ ଏଠି ଆବେଦନ କରିପାରିବ। ଏଜ ପିଲାମାନେ ତମର ଏଠି ମାଗିବ 20ରୁ 42 ଭିତରେ ଯଦି ତମ ଏଜ ଅଛି ଆବେଦନ କରିପାରିବ। ପିଅନ ପାଇଁ ମଧ୍ୟ ପିଲାମାନେ ଯୋଉ ହାଇସ୍କୁଲ ପିଅନ ରହୁଛି ଏଟା ମଧ୍ୟ ତମର ଠିକ ସେମିତି ରହୁଛି ମାନେ 10th ପାସ୍ 10 ପାସ୍ ନହେଲେ ଏଟା +2 ପାସ୍ ମାଗିବ 10 ନହେଲେ +2 ପାସ୍ ଏବଂ ଏଠି ମଧ୍ୟ ତମ ବୟସ ଯଦି 18ରୁ 42 ଭିତରେ ରହୁଛି ତୁମେ ମାନେ ଏଠି ଆବେଦନ କରିପାରିବ। ତୁମେ କହିବ ସାର୍ ଆବେଦନ କେବେ ଷ୍ଟାର୍ଟ ହବ କାରଣ ଆପଣ ସେଇ ଦିନରୁ କହୁଛନ୍ତି ଯେ ଆସିବ 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 କଣ ପାଇଁ ଆସୁନି ମୁଁ ତୁମକୁ ପୂର୍ବରୁ ବି ପିଲାମାନେ କହିଥିଲି ଯେ ଗଭର୍ଣ୍ଣମେଣ୍ଟ କଣ କରୁଛି ନା ପୂର୍ବରୁ ଯୋଉ ରହିଥିଲା ଯେ ଖାଲି ନନ୍ ଟିଚିଂ ଷ୍ଟାଫକୁ ଆସିବ ବୋଲିକି ତାର ଗୋଟେ ଲିଷ୍ଟ ଆସିଥିଲା କିନ୍ତୁ ଖାଲି ନନ୍ ଟିଚିଂ ଷ୍ଟାଫ ପିଲାମାନେ ଆସିବନି ଏଟା ତୁମର ଟିଚିଂ
ପ୍ଲସ୍ ନନ୍ ଟିଚିଂ ଟିଚିଂ ଆଉ ନନ୍ ଟିଚିଂ ଷ୍ଟାଫ୍ ମିଶିକି ପିଲାମାନେ ତୁମର ଭେକେନ୍ସି ଗୁଡ଼ିକ ଆସିବ ମାନେ ଟିଚିଂ ଷ୍ଟାଫ୍ ଆଉ ନନ୍ ଟିଚିଂ ଷ୍ଟାଫ୍ ମିଶିକି ତୁମର ଭେକେନ୍ସି ଗୁଡ଼ିକ ଆସିବ ସେଥିପାଇଁ ତୁମର ଏଗୁଡ଼ିକ ପ୍ରୋସେସିଂରେ ଡିଲେ ହେଉଛି ଏଇ ହାର୍ଡଲି ମାସେରୁ 2 ମାସ ଭିତରେ ପିଲାମାନେ ତୁମର ଭେକେନ୍ସି ଆସିବାର ଚାନ୍ସ ରହୁଛି କାରଣ ନନ୍ ଟିଚିଂ ଷ୍ଟାଫ୍ ପାଇଁ ତାଙ୍କର ଯେଉଁ ଆର୍ଏସ୍ଟି ଭେକେନ୍ସି ଏତେ ପର୍ଯ୍ୟନ୍ତ ସବୁ ଡିଷ୍ଟ୍ରିକ୍ଟରୁ ଯେହେତୁ ରିକ୍ୱିଜିସନ୍ ଆସିନି ସେଥିପାଇଁ ତୁମର ଏଠି ଲେଟ୍ ହେଉଛି ଯେତେ ଜଲ୍ଦି ତୁମର ରିକ୍ୱିଜିସନ୍ ଆସିବ ତୁମର ଏଠି ପ୍ରୋସେସିଂ ଗୁଡ଼ିକ ଷ୍ଟାର୍ଟ ହେବ ତେଣୁ ବହୁତ ଜଲ୍ଦି ପିଲାମାନେ ରହିବ ତା ସହିତ ଯେଉଁମାନେ ଏଇ ନୋଟିସଟାକୁ ପାଇବା ପାଇଁ ଚାହୁଁଛ ତୁମେମାନେ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯାଅ ଟେଲିଗ୍ରାମ ଗ୍ରୁପରେ ମୁଁ ତୁମମାନଙ୍କୁ କମ୍ପ୍ଲିଟ୍ ନୋଟିସ୍ ଦେଇଦେବି ସବୁ ପିଲାଙ୍କୁ ତା ବାଦ ତୁମର ଯଦି ଆଉ କିଛି ଡାଉଟ୍ ଅଛି ତୁମେ କିଛି ପଚାରିବା ପାଇଁ ଚାହୁଁଛ ତେବେ ତୁମେମାନେ ମୋତେ କମେଣ୍ଟ ସେକ୍ସନରେ ପଚାରିପାରିବ ରହିଲି ନମସ୍କାର ଜୟ ଜଗନ୍ନାଥ।